ଭାରତୀୟ ପରମ୍ପରା ସେ ନିଜେ ଶ୍ରୀକୃଷ୍ଣ ରାଧା ଏବଂ ସଖୀମାନଙ୍କ ସହିତ ହୋଲି ଖେଳନ୍ତି। ତାଙ୍କୁ ଅନୁସରଣ କରି ଜନସାଧାରଣ ହୋଲି ଖେଳନ୍ତି। ସାରା ପୃଥିବୀରେ ଏବେ ହୋଲି ଖେଳ ହେଲାଣି। ଭାରତୀୟମାନେ ଯେଉଁଠି ରହିଛନ୍ତି ସେଠି ହୋଲି ଖେଳୁଛନ୍ତି। ହୋଲି ଗୋଟେ ହେଉଛି ଆତ୍ମୀୟତା ସୃଷ୍ଟି କରେ। ହୋଲି ଭାତୃଭାବ ସୃଷ୍ଟି କରେ। ହୋଲି ସ୍ନେହର ପ୍ରତୀକ। ହୋଲି ଶ୍ରଦ୍ଧାର ପ୍ରତୀକ। ରଙ୍ଗଟିଏ ବୋଳିବା, ନାନାଦି ସୁଖାଦ୍ୟ ଖାଇବା, ଆନନ୍ଦ ଉଲ୍ଲାସ କରିବା ହୋଲିର ଲକ୍ଷଣ। ସେହି କାର୍ଯ୍ୟକ୍ରମକୁ ଆମେ ପ୍ରତିବର୍ଷ ପାଳନ କରି ଆସିଛୁ। କଂଗ୍ରେସ ଅଫିସରେ 50 ବର୍ଷରୁ ଉର୍ଦ୍ଧ୍ୱ ହୋଲି ଖେଳ ହୁଏ। ଆମର 15 ତାରିଖ ଦିନ ହୋଲି ଖେଳ ହେବ କଂଗ୍ରେସ ଅଫିସରେ। ଏବଂ ଆମେ ଭୁବନେଶ୍ୱରରେ ପିଲାଟି ଦିନୁ ସବୁ ଛାକମାନଙ୍କରେ ଖେଳୁ, ଚାରିଆଡ଼େ ବୁଲିକି ଖେଳିବୁ। ଲାଷ୍ଟକୁ ବାଳକାଟି ଯାଇ କେନାଲରେ ଗାଧୁଆଗାଧି କରି ରଙ୍ଗ ଛଡ଼େଇ ସେଠି ଗୋଟେ ଖାଇବା ପିଇବା ହୁଏ। ଆମର ଭୋଜନର ବ୍ୟବସ୍ଥା ହେଇଥାଏ। ଖାଇବା ପିଇବା କରି ରାତିରେ ନାଚ ଗୀତ, ଆମର ଲିଙ୍ଗରାଜଙ୍କର ଗତକାଲି ଆସନ୍ତାକାଲି ଦୋଳ ପୂର୍ଣ୍ଣିମାରେ ନାଚ ଗୀତ ହୁଏ, ହୋଲି ହୁଏ, ଫଗୁ ଖେଳ ହୁଏ ଏବଂ ତା ପରଦିନ ବୁଲି ବୁଲିକି ହୋଲି ଖେଳ ଖେଳୁ। ରାତିରେ ନାଚ ଗୀତ କରି ମନୋରଞ୍ଜନ କରୁ। ଇଏ ଆମ ପରମ୍ପରା। ସେଇ ପରମ୍ପରାକୁ ଆମେ ଅନୁସରଣ କରୁ। ଫଗୁରେ ଟିକେ ସେଣ୍ଟ ଦେଇ ଆମେମାନେ କରୁ ଏବଂ ଭଲ କଲର ଆଣିକି ପିଚକାଳି ମାରୁ। ଭଲ କଲର ଆଣିକିରି ଲଗାଲଗି ହଉ। ବିଶେଷତଃ ଫଗୁ ଅଭ୍ର ଆମେ ବୁଲଉ। ତେଣୁ କେମିକାଲ ଜିନିଷ ଲଗେଇ ଦେହଟାକୁ ନଷ୍ଟ କରିବା, ଶରୀରଟାକୁ ନଷ୍ଟ କରିବା, କାହାର ଆଖି ଫୁଟି ଯାଉଛି, କାହାର ଅନ୍ୟାନ୍ୟ ରୋଗ ହେଇଯାଉଛି, କରିବା ଉଚିତ ନୁହେଁ।